ଭୁବନେଶ୍ୱରବାସୀଙ୍କ ପାଇଁ ଗୋଟିଏ ନୂଆ ଖବର। ଏ ହେଉଛି ବଡ଼ ଜବର ଖବର। କାରଣ ଏ ଓଡ଼ିଶା, ଏଠି ଏମିତି ସବୁ ହୁଏନି। କେମିତି କ'ଣ ହେଇଗଲା ଆମେ ତ କିଛି ଜାଣିପାରୁନୁ। ହେଲେ କ'ଣ ନା ଏଇଟା ଗୋଟେ ଅଷ୍ଟକୀଳା ଭୁବନେଶ୍ୱରଙ୍କ ବାସୀଙ୍କ ପାଇଁ ଲାଗିଲା ଗୋଟେ BMCର ଲୀଳା। କ'ଣ ନା ଅଳିଆ ପକେଇଲେ ଦବ, ଝାଡ଼ୁ ମାରିଲେ ଦବ, ଅଳିଆ ଦୁଆର ମୁହଁରେ ଥିଲେ ଦବ, ଘର କରିଲେ ଦବ, ଆଉ କ'ଣ ନା ଝାଡ଼ା ବସିଲେ ଦବ, ପରିସ୍ରା ବସିଲେ ଦବ। ଆଉ କେଉଁଟା ବାକି ରହିଲା ମ ସେଇଟାକୁ କରିଦିଅ। ଆଉ କାହିଁକି ଡେରି କରୁଛ ଭୁବନେଶ୍ୱରବାସୀ? ଏହାକୁ ଟିକେ ଜାଣି ରଖ। ସଫା ନ ରଖିଲେ, ଘର ଦ୍ୱାର ସଫା ନ ରଖିଲେ, ଅଳିଆ ଜମେଇଲେ, ରାସ୍ତାରେ ଆବର୍ଜନା ଫିଙ୍ଗିଲେ ଭଲ କିଳା ପାଇବେ। କାରଣ ଏ ହେଉଛି BMCର ଅଷ୍ଟକୀଳା। ଆସିଛି, ଅର୍ଡ଼ର ଆସିଛି। ସଚେତନତା ହେଇଯାଅ, ନହେଲେ ଖାଲି ଘାଣ୍ଟିବ ଘାଣ୍ଟିବ ଘାଣ୍ଟିବ। ଖଣ୍ଡଗିରି ମେଳା ପରେ ଆରମ୍ଭ ହେବ ଏଇ ଅଷ୍ଟକୀଳା। କ'ଣ ନା ଏଇଟା ହେଉଛି ଆମର ସ୍ୱୟଂ ଭୁବନେଶ୍ୱରବାସୀଙ୍କ ପାଇଁ ଇଏ ହେଉଛି ଅଷ୍ଟମ ନୀଳା। ତେଣୁ ଏ ଅଷ୍ଟମ ନୀଳା ଆରମ୍ଭ କଲେ BMC। ହାଏ 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 ଚାଲୁ। ନାଇଁ 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 ମ ଏ ଓଡ଼ିଶା, ଏଠାରେ ଏମିତି ହୁଏନି। ଆପଣମାନେ ଟିକେ ସଚେତନତା ହୁଅନ୍ତୁ ଏବଂ ଲୋକମାନଙ୍କୁ ସଚେତନତା କରନ୍ତୁ। ଆଉ ଇଏ କି ଲୀଳା ଲାଗିଲା ଲୀଳାଚଳରେ ଭୁବନେଶ୍ୱର ଲିଙ୍ଗରାଜ କ୍ଷେତ୍ରରେ। ବାବା ଜୟ ଜଗନ୍ନାଥ। ଏକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ବହୁ ମାତ୍ରାରେ କରନ୍ତୁ। ସଚେତନ ମଧ୍ୟ ହୁଅନ୍ତୁ। ଜୟ ଜଗନ୍ନାଥ। ପ୍ରଭୁ ଆଚାର୍ଯ୍ୟ ଭୁବନେଶ୍ୱର। କେହି ଦେହକୁ ନେବେନି।